ସ୍ମୃତି ଆଜି ହ୍ୟୁମାନ ସାଗରଙ୍କ ପାଇଁ ବୋଲି ଏଠି ଦୀପଦାନ କରାଗଲା। ଆଉ ହ୍ୟୁମାନ ସାଗର ସିନା ଦୁନିଆରେ ନାହାନ୍ତି କିନ୍ତୁ ସମସ୍ତଙ୍କ ହୃଦୟରେ ବସିଛନ୍ତି ସେ। ନିହାତି କେତେ ସ୍ମୃତି ସାଇଛନ୍ତି ଆପଣ ତାଙ୍କ ପାଇଁ। ସେଟା ତ କହି ହବନି ମାନେ ସ୍ମୃତି କଥା ତ ଇଏ କଲେ ତ ବହୁତ ଟାଇମ ଲାଗିବ ବହୁତ ପ୍ରକାର ମାନେ ତାକୁ ନେଇକି ବହୁତ ସାରା ମେମୋରି ଅଛି କିନ୍ତୁ ମାନେ ହ୍ୟୁମାନ ଭଳି ଆର୍ଟିଷ୍ଟ ଆଗକୁ ମାନେ ଓଡିଶା ପର୍ଟିକୁଲାର ଜାଗାରେ ଆସିବେ କି ସେଇଭଳିଆ ଆର୍ଟିଷ୍ଟ ଜନ୍ମ ହେବେ କି ନାହିଁ ସେଟା ତ ସନ୍ଦେହ। ଆଉ ସେଇଭଳିଆ ଆର୍ଟିଷ୍ଟ ଗୋଟେ ଯୋଗ ଜନ୍ମ ଆର୍ଟିଷ୍ଟ ବୋଲି ଆମେ କହିବା ସେଟା କୋଉ 20 ବର୍ଷ 30 ବର୍ଷ 50 ବର୍ଷରେ ଜନ୍ମ ହୁଅନ୍ତି। ଆଉ ଗୋଟେ କଥା ହ୍ୟୁମାନ ସାଗରଙ୍କୁ ଯଦି କଣ ବୋଲି ଆମେ ଗୋଟେ ୱାନ୍ ଲାଇନରେ ପଚାରିବା ମୁଁ କାଲି ଗୋଟେ ଜିନିଷ ମୋ ମୁଣ୍ଡରେ ପଶିଲା ସିଏ ଯେ ଗୋଟେ ଓନ୍ଲି ଓଡିଆ ଆର୍ଟିଷ୍ଟ ଯିଏ କି ୱିଦାଉଟ୍ ଏନି ସୋସିଆଲ ମିଡିଆ ଆକାଉଣ୍ଟ ଯେମିତି କି ଫେସବୁକ୍ କି ଇନଷ୍ଟାଗ୍ରାମ କି ରିଲ୍ସ କୋଉଥିରେ ନଥାଏ କି କୌଣସି ପ୍ରକାର ପ୍ରମୋସନ ନ କରି ମିଲିୟନ ମିଲିୟନ ଭ୍ୟୁଜ ଚ୍ୟାନେଲ ଯିବା ଆଉ ଏବଂ ପ୍ରତିଟି ଦର୍ଶକ ପାଖରେ ପହଞ୍ଚି ପାରୁଥିବା ଆର୍ଟିଷ୍ଟ ଯଦି କୁହାଯିବ ତେବେ ହ୍ୟୁମାନ ସାଗର ଯାହାର କି କୌଣସି ପ୍ରକାର ସୋସିଆଲ ମିଡିଆରେ ସେ ଆକ୍ଟିଭ ନଥିଲେ କି କୌଣସି ପ୍ରକାର ସେଇ କିନ୍ତୁ ଟାଇପର ସମସ୍ତଙ୍କ ମନ ଭିତରେ ବାନ୍ଧିକି ସମସ୍ତଙ୍କ ରଖିଥିଲେ। ମନ ଭିତରେ ଥିଲେ ୱିଦାଉଟ୍ ଏନି ଆଡଭର୍ଟାଇଜ ସେ ସମସ୍ତଙ୍କ ପାଖରେ ପହଞ୍ଚି ପାରୁଥିଲା ସେଟା କେମିତି ସେଟା ଲୋକମାନେ ହିଁ ଜାଣିଛନ୍ତି। ଯେକୌଣସି ଖୁସିର ମୁହୂର୍ତ୍ତ ହଉ କିମ୍ବା ଗୋଟେ ଦୁଃଖର ମୁହୂର୍ତ୍ତ ହଉ କିନ୍ତୁ ଯେତେବେଳେ ବି ଖୁସିର ଆଉ ଦୁଃଖର ମୁହୂର୍ତ୍ତ କଥା ମନେ ପଡେ ତ ହ୍ୟୁମାନ ସାଗରଙ୍କ ଗୋଟେ ଗୀତଟେ ଲାଗିଥାଏ। ନିହାତି ହଁ, ବୁଝିପାରିଲିନି ଆଉ ଥରେ କହିବେ। ଯେତେବେଳେ ଗୋଟେ ଖୁସିର ମୁହୂର୍ତ୍ତ ହଉ ହଁ କିମ୍ବା ଗୋଟେ ଦୁଃଖର ମୁହୂର୍ତ୍ତ ହଉ ହଁ ସେତେବେଳେ ହ୍ୟୁମାନ ସାଗରଙ୍କ ଗୋଟେ ଗୀତଟେ ବାଜିଥାଏ ଆଉ ସମସ୍ତେ ସେ ଗୀତକୁ ଶୁଣନ୍ତି। ହଁ ତ ଯେତେବେଳେ ଆପଣ ଗୀତ ରେକର୍ଡ କରନ୍ତି ତ ସେତେବେଳେ କେତେ ବର୍ତ୍ତମାନ ଏବେ ମନେ ପଡିବ ହ୍ୟୁମାନ ସାଗର। ନିହାତି ତାର ରେକର୍ଡ ମାନେ ସିଏ ଗାଉଥିଲା ବେଳେ ରେକର୍ଡ କରିବା ସେଟା ଇଟସେଲ୍ଫ ଚ୍ୟାଲେଞ୍ଜ ଯଦିଓ ସେ ଆମକୁ ବହୁତ ମାନେ କି ଯେହେତୁ ଆମେ ତାଠୁ ସିନିୟର କି ସେ ବହୁତ ମାନେ କିଛି ମାନେ ସେମିତି କହିବା କିନ୍ତୁ ତାର ରେକର୍ଡିଂ କରିବାକୁ ହେଲେ ତମକୁ ସେଇ ଲେଭେଲର ଫାଷ୍ଟ ହବା ଦରକାର। ଗୋଟେ ଗୋଟେ ସେକେଣ୍ଡରେ ସେ ଗୋଟେ ଗୋଟେ ଲାଇନ ଉଠେଇବ ଗୋଟେ ଗୋଟେ ସେକେଣ୍ଡରେ ତାକୁ କ୍ୟୁ ଦବାକୁ ପଡିବ ଏମିତି ନୁହଁ ଯେ ତମେ ବସିକି ଆରାମସେ ଦବ ଇଏ ସେଥି ଭିତରେ ସେ ବୋର ହେଇଯିବ। କିଛିଟା ସେ ଷ୍ଟୁଡିଓରେ ବି ଡିକ୍ଲାରେସନ କରିଥିଲେ ଯୋଉ ମାଇକରେ ସେ ଗୀତ ଗାଉଥିଲେ ହଁ ଆଉ ହଁ ସେଇ ଗୀତ ସେ ମାଇକରେ ଆଉ କିଏ ଗାଇବନି ହଁ ସିଏ ସ୍ମୃତି ଆମର ଭାବରେ ରଖାଯିବ। କଟକର ମିଲନ ଭାଇଙ୍କ ଷ୍ଟୁଡିଓରେ ସିଏ ତାର ଫାଷ୍ଟ ଗୀତ ସେଠି ଗାଇଥିଲା ତ ସେଇଟା ଗୋଟେ ତାଙ୍କ ମେମୋରି ବୋଲି କରିକି ସେମାନେ ରଖିଲେ ସେଇ ଯେହେତୁ ସେଇ ମାଇକଟା ଫାଷ୍ଟ ମାଇକ ଥିଲା ତାର ସେଇଥିରେ ଗାଇଥିଲା ତ ସେଟାକୁ ସେମାନେ ତାକୁ ଗୋଟେ ଆଜ ଏ ମେମୋରି ଶେଷ ସେଟା ଥର ଆପଣ କେବେ ଦେଖା ହେଇଥିଲେ ତାକୁ? ଖାଇଥିଲେ ମାସେ ତଳେ ତିନିଟା ଗୀତ ଥିଲା ଦିଟା ଗୀତ ସେ ଗାଇଲା ମାସେ ବି ହବନି ବୋଧେ 3 ସପ୍ତାହ କି କଣ ଏଇଭଳିଆ ହବ ଦେହ କିନ୍ତୁ ତ ଖରାପ ସମସ୍ତଙ୍କୁ ଥିଲା। ସିଏ ହସଉଥିଲେ କନ୍ଦଉଥିଲେ କିନ୍ତୁ ମନ ଭିତରେ ସିଏ ବହୁତ କାନ୍ଦୁଥିଲେ। କେବେ ବି କିଛି କଥା କହିଥିବେ ନା ଆପଣଙ୍କୁ? କହିଛନ୍ତି ସେଗୁଡା ତ ଆମେ ମାନେ ଇଏ କରିପାରୁନେ ସେଟା ବହୁତ ଲୋକ କିଛି ନ କହି କିଛି କଥା ଜଣା ପଡେ ହଁ। ଆଉ ସିଏ ତାଙ୍କ ନିଜ କେୟାର ନବାର ଥିଲା ଯୋଉଟା କି ସେ ମେ ବି ନେଗ୍ଲେକ୍ଟ କଲେ କି କଣ ସେୟା ହେଇଥିବ ମୁଁ ହୁଁ। ବହୁତ ଥର ବି କହିଛି ସେ କିନ୍ତୁ ସବୁବେଳେ ଆଜ ୟୁଜୁଆଲ ସେମିତି ହସି ଦେଇକି ହଁ କିଛି ହବନି ସାର୍ ଏଇଟା ଏମିତି ହବ ଏମିତି କହି ଯେହେତୁ କୁହନ୍ତି କିଛି ଆପଣ କଣ କରିପାରିବେ। ପ୍ରଥମେ ଆପଣ କେମିତି ଫୋନ କଲ୍ ଦ୍ଵାରା ଜାଣିଥିଲେ ନା ନ୍ୟୁଜ ଦ୍ଵାରା ନା ଜାଣିଥିଲେ କେମିତି ମୁଁ ଜାଣିଥିଲେ? ସେଟା ବି ଗୋଟେ ଏମିତି କୋଇନ୍ସିଡେନ୍ସ ମତେ ବି ବହୁତ ଟେନ୍ସ ଲାଗିଲା ସେଇଦିନ ମୁଁ ଯାଇଥିଲି ମୁଁ ଆକ୍ଚୁଆଲି ଯୋଉଦିନ ସେ ଦେହାନ୍ତ ହେଲେ ମୁଁ ତାର ନେକ୍ସଟ ଡେ ଘରକୁ ଯିବାର ଥିଲା କେଉଁଝର ଯିବାର ଥିଲା ଗୋଟେ କୌଣସି କାରଣ ପାଇଁ କଣ ମନ ହେଲା ମୁଁ ହଠାତ୍ ଆମେ ଆଉ ଜଣେ ସିଙ୍ଗର ଆମେ ଗଲୁ ଏମ୍ସ ଯାଇଥିଲୁ ଏମ୍ସ ଗଲା ପରେ ସେଠି ଆମେ କିଛି ସମୟ ଆଗରୁ କିଛି ଗୋଟେ ହିଣ୍ଟସ ଲାଗୁଥିଲା ସେ ଆଉ ନାହାନ୍ତି ବୋଲି ତାର କିଛି ସମୟ ପରେ ଡକ୍ଟର ହିଁ ମାନେ ମେଡିକାଲରୁ ଜଣା ପଡିଲା ସେ ଡିକ୍ଲେୟାର ହେଲା ଆଉ ନାହାନ୍ତି ବୋଲି। ଆମ ତ ଇଣ୍ଡଷ୍ଟ୍ରି କଣ ସେମିତି ଗୋଟେ କିଛି ରିପ୍ଲେସମେଣ୍ଟ ହେଇପାରିବ? ନା ଦେଖନ୍ତୁ ଆର୍ଟିଷ୍ଟ ଗୋଟେ ଜିନିଷ ଆର୍ଟ ଫର୍ମ ଟା ଗୋଟେ ଏମିତିଆ ଜିନିଷ ଯୋଉଟା କି ଏତେ ତାକୁ ଆମେ କିଛି କହିପାରିନି ଏଟା ଗୋଟେ ମ୍ୟାଥମେଟିକ୍ସ କି ସାଇନ୍ସ କି ଗୋଟେ ଫର୍ମୁଲା ନୁହଁ ଯେ ଆପଣ ପକେଇଦେବେ ବାହାରିଯିବ ସେଇଟା ହଉଛି ବନ ଯୋଉ ଆର୍ଟିଷ୍ଟ ଯୋଉ କହନ୍ତିନି ସେଟା କେବେ ସେଟା ଭଗବାନଙ୍କର କୃପା ଗୋଟେ କଣ ଗୋଟେ କୃପା ହେଲେ ସେଇଭଳିଆ ଆର୍ଟିଷ୍ଟ କୁହନ୍ତିନି ଯୋଗ ଜନ୍ମ ଆର୍ଟିଷ୍ଟ କେବେ ଗୋଟେ ଗୋଟେ ଟାଇମରେ ଆସନ୍ତି ଯେମିତି ଅକ୍ଷୟ ମହାନ୍ତି ବି ଥିଲେ ଆଜି ଯାଏ ବି ଲୋକ ସେଇ ଅକ୍ଷୟ କିନ୍ତୁ ମହାନ୍ତି ସେମ୍ ମାନେ ସେଇ ଦିନରେ ହିଁ ସେ ଇଏ ବି ବି ସେଇଦିନ ଯାଇଛନ୍ତି। ସେଟା ବି ଗୋଟେ କୋଇନ୍ସିଡେନ୍ସ ଆଉ ହ୍ୟୁମାନ ବି ସେମ ଜାଗା ଏମିତି ନୁହଁ ଯେ ଆଉ ଗୋଟେ ସବୁଠୁ ଇଣ୍ଟରେଷ୍ଟିଂ କଥା ଏତେ କମ ଏଜ ରେ ସକ୍ସେସ ସିଏ ଆରମ୍ଭ କରିଥିବ ଗୀତ ମୁଁ ଭାବୁଛି 2015 କଲେ ବି 17ରୁ 25 ବୋଲି ଭାବନ୍ତୁ ତାହେଲେ କୁହାଯାଉଛି କେତେ କି ଏଇ କମ ଦିନ 8 ଦିନ ଭିତରେ ମଙ୍ଗଳବାର ତାଙ୍କର ଜନ୍ମଦିନ ବି ଥିଲା। ହଁ ଅଛି ବୋଲି ହଁ ହଁ ଆଗକୁ ହଁ 8 ଦିନ ପରେ ହୁଁ ତାଙ୍କ ଜନ୍ମଦିନ ବି ଅଛି। କଣ ଆଉ ୟାଠୁ ଆଉ ଦୁଃଖ କଥା ଆଉ କଣ ତ କହିବି। ବର୍ତ୍ତମାନ ତାଙ୍କ ଭଳି ଆଉ ତ ଆର୍ଟିଷ୍ଟ ଆଉ ମିଳିବାଟା ବି ନା କଷ୍ଟ। ନା ସେଇଟା ସତ କଥା ମାନେ କେମିତି ଆଗରୁ ବି ଅଛନ୍ତି ବହୁତ ଜଣ ଆର୍ଟିଷ୍ଟ ଯୋଉଭଳିଆ ଗୋଟିଏ କୋଟିରେ ଗୋଟିଏ ଯୋଉ କହନ୍ତିନି କି ଇଏ ସେମିତି କୋଟିରେ ଗୋଟିଏ ଆର୍ଟିଷ୍ଟ ଅଛନ୍ତି ବହୁତ ମୁଁ ମନା କରୁନି
କିନ୍ତୁ କୋଟିରେ ଗୋଟିଏ ଯୋଉ ୱାର୍ଡଟା ଯୋଉ ସେଟା ହ୍ୟୁମାନ ପାଇଁ ହିଁ appropriate। କିନ୍ତୁ ଇଏ ଯେତେବେଳେ ଗୀତ ଗାଇବା ଆରମ୍ଭ କରିଥିଲେ ବାହାରୁ ଯେତିକି ସବୁ ସିଙ୍ଗର ଆସୁଥିଲେ ଓଡ଼ିଆ ଇଣ୍ଡଷ୍ଟ୍ରିକୁ ସେଇଟା ସମସ୍ତଙ୍କର ବନ୍ଦ କରିଦେଇଥିଲେ। ହଁ ମୁଁ ବି ଯେତିକି ଦିନ କାମ କଲିଣି ମୁଁ ବି ଯେବେ ହ୍ୟୁମାନ ଆସିବା ପୂର୍ବରୁ ଉଦିତ ନାରାୟଣ ହୁଅନ୍ତୁ ବାହାରର ରେପୁଟେଡ ଆର୍ଟିଷ୍ଟ ମାନେ ବି ମାନେ ରେଗୁଲାର ଗାଉଥିଲେ। ସେଇଟା ବି ଗୋଟେ ନିରାଟ ସତ କଥା। ତାପରେ ତାର 90% କମିଗଲା ମାନେ ଲୋକମାନେ ବାହାରେ ରେକର୍ଡ କରିବାଟା 90%। ଆମେ ତ ନିଜେ ବି କରୁଛୁ ଆମେ ବି ଜାଣିଛୁ।